କ'ଣ ଲୋକମାନେ ଦେବାଦେବୀ ପ୍ରତି ଆକୃଷ୍ଟ ହୁଅନ୍ତି। ଯେଉଁ ଡାକ୍ତରଖାନାର ଦେଖାଯାଉଛି ସେ କହିବ ଅମୁକ ଏଇ ଡାକ୍ତରଖାନା ଯାଏନି, ମୋ ପୁଅକୁ ନେଇଥିଲି ସେଠି ଭଲ ହେଇଯାଇଛି। ନାଇଁ ନାଇଁ ସେଇଟା ସେ ସ୍ମୃତି ମଧୁର। ନାଇଁ ନାଇଁ ତାପରେ ସେଠି ସେ କହିବ ହଁ ସେଇ ଡାକ୍ତରଖାନାଟାକୁ ନେବା ଆଉ ସେଇ ଡାକ୍ତରଖାନା ୟାର ପୁଅ ମରିଯିବ। କହିଲା ଯା ତୁ କହୁଛୁ ତୋ କଥାରେ ମୁଁ ଆସିବନି, ସେ ଡାକ୍ତରଖାନା ମୋ ପୁଅ ମରିଗଲା। ତେଣୁ ଏଇଟା ହେଉଛି ସ୍ମୃତି ମଧୁର। ତେଣୁ ଏଇପାଇଁ ଲୋକମାନେ କ'ଣ କରୁଛନ୍ତି, ଏ ଭୋଗ ଐଶ୍ୱର୍ଯ୍ୟରେ କ'ଣ କରୁଛନ୍ତି, ବୁଡ଼ି ରହିଛନ୍ତି। ଭୋଗ ତାଙ୍କର ଭୋଗ ଐଶ୍ୱର୍ଯ୍ୟ ଦରକାର। ଜଗତଟାକୁ ତିନିଟା ଜିନିଷ, ଭଲ ଖାଇବେ, ଭଲ ପିନ୍ଧିବେ, ଭଲ ଘର ଖଣ୍ଡେ କରିବେ। ଏଇଥିର ନାଇଁ ପୁରା 90 ନୁହେଁ 99 ଲୋକଙ୍କର ଏଇ ଚିନ୍ତାଧାରା। ଭଲ ଖାଇବ, ଭଲ ରହିବ, ଭଲ ଘର ଖଣ୍ଡେ କରିବ। ମଠରୁ ଆସିଲେ ମୁଁ ସେଇ ଭଲ ଖାଇବା, ଭଲ କରିବା, ଆଟାଚ୍ ବାଥରୁମ୍ କରିବା, ଯେ କିଏ ଆଉ ମେଘ ବର୍ଷର ପାଇଖାନା ପରିସ୍ରା ଯିବ, ସେଇ ରୁମ୍ରେ ଉଠି ଦେଇ ଆସି ପୁଣି ଶୋଇ ପଡ଼ିଲେ ଆଉ ମଙ୍ଗଳ ଆରତି ତାର ହଉ, ଆମେ ତାର ଉଠିନେ ସିନା ମଙ୍ଗଳ ଆରତି ଦର୍ଶନ କରିଥାଇଛୁ। ଆଉ ସେଠି ସେ ଜାଣିପାରିବନି ତ ତାର ରୁମ୍ ଭିତରେ ଶୋଇଥିବ ଆଉ ମଙ୍ଗଳ ଆରତି ହେଇକି ପୁରା ପଳାଇଥିବ। ତେଣୁ ଏଇପାଇଁ କ୍ରିୟାବହୁଳ ଏଇ ଯେଉଁ ଶ୍ରୁତି ମଧୁର ବାକ୍ୟରେ ଯାହାର ମନଟା କ'ଣ କରୁଛି ପଶିଯାଇଛି, ତା ଦେହରୁ କାଢ଼ିକି ଆଣି କୃଷ୍ଣ ପାତଳ ଲଗେଇବ, ଏଗୁলো ଠୁଲି ଥିବ। ତେଣୁ ଏଇପାଇଁ ରାଧାରାଜା ହେଉଛନ୍ତି କ'ଣ, ଏଇ ଯେଉଁ ଶ୍ରୁତି ମଧୁର ବାକ୍ୟ ଗୁଡ଼ିକ ଏଇ ଜଗତର ସୁଖଦାୟକ ହେଲେ ମଧ୍ୟ ଏଗୁଡ଼ିକ କୃଷ୍ଣ ପ୍ରାପ୍ତି ପାଇଁ ଉପଯୁକ୍ତ ନୁହେଁ। ଏଇପାଇଁ ଏଇଥିରେ ଏଇ ଯେଉଁ ଭୋଗବିଳାସରେ ଯେଉଁ ବୁଡ଼ି ରହିଥିବା ଲୋକ ମୃତ୍ୟୁ ପରେ ତାଙ୍କର ଦୁଇଟି ଗତି ହେବ, ଆଇଦର ସ୍ୱର୍ଗ ଅର ନର୍କ। ତାଙ୍କର ଦୁଇଟା, ତାଙ୍କର ଭଗବତ ପ୍ରାପ୍ତିର କୌଣସି ଚିହ୍ନ ନାହିଁ। ତାଙ୍କର ଦୁଇଟା ଆଇଦର ସ୍ୱର୍ଗ ନହେଲେ ନର୍କ, ଦୁଇଟାଇ ହେବ। ଆମ ଗୁରୁମାନେ କହିଲେ ଯେଉଁ ଭଲ ଖାଇବ, ଭଲ ପିନ୍ଧିବ, ସେଇଟା ତ ବୈକୁଣ୍ଠପୁରରେ ଦିଆ ହେବନି, ସେଇଟା ସ୍ୱର୍ଗରେ ହିଁ ମିଳେ। ସ୍ୱର୍ଗରେ ହିଁ ପୁରା ପାୟସ ଖାଇବା, ପୁରା ବହୁତ ସୁନ୍ଦର କ୍ଷୀରି ଚାଉଳର ଭାତ ଖାଇବା। ଆଉ ସ୍ୱର୍ଗରେ କ'ଣ, ଏଠି ମୋଟରସାଇକେଲର ତେଲ ପକେଇ ବୁଲୁଛ, ସେଠି ତୁମକୁ ଗୋଟେ ବିମାନ ଦିଆହେବ କାଠରେ, ସେ ଉଡ଼ା ବିମାନ, ତାର ଗୋଟେ ପକ୍ଷୀ ଲାଗିଥିବ, ତ ଟିପି ଦେବ ମୋତେ ନନ୍ଦନକାନନ ନେଇଯା, ସେ ଉଡ଼ିକା ଯାଇକି ନନ୍ଦନକାନନ ଓହ୍ଲେଇବ। ସେଠି ବୁଲି ସାରିବ, ତମ ଘରକୁ ପୁଣି ଥରେ ନେଇଯା, ପୁଣି ଟିପି ଦେବ, ସେ ଆଣି ଉଡ଼ିକା ଆଣି ତମ ଘରେ ନେଇଯିବ। ହେଲେ ୟାଠାରୁ ଆଉ କ'ଣ ଖାଇପାରେ? ତାପରେ ସେଠି ସେ କ'ଣ କରିବ, ସେଠି କହିବ ଯେ ଯେତିକି ତୁମେ ମତ୍ସ୍ୟମଣ୍ଡଳରେ ପୁଣ୍ୟ କରିଥିଲ, ସେତିକି ପୁଣ୍ୟ ସରିଗଲାରୁ ବେକର ଧକ୍କା ମାରିକି ସେ ବିମାନରୁ ପୁଣି ଏଠିକି ଖସେଇ